2020 ମସିହାରେ କଟକରେ ଗୋଟିଏ ବାହାଘରକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା, ଯାହାକି ପୁରା ନିଆରା ଥିଲା ଆଉ ଆଲୋଚନାର ବିଷୟବସ୍ତୁ ପାଲଟିଥିଲା। କଟକରେ ରହୁଥିବା ଲିଜାଙ୍କର ବିବାହ ବୟସ ହୋଇଯିବା ପରେ ବାପା ତାଙ୍କୁ ବାହା ହେବା ପାଇଁ ବାଧ୍ୟ କରୁଥିଲେ। ହେଲେ ତାଙ୍କ ମନରେ କଣ ଥିଲା କେଜାଣି ସେ ରାଜି ହେଉନଥିଲେ। ଶେଷରେ ସେ ଗୋଟିଏ ସର୍ତ୍ତରେ ରାଜି ହେଲେ କି ଯେଉଁ ପିଲା ତାଙ୍କର 3ଟି ପ୍ରଶ୍ନର ଉତ୍ତର ଦେଇପାରିବ ସେ ତାକୁ ହିଁ ବାହା ହେବେ। ବିରକ୍ତ ହେବା ଛଡା ବାପାଙ୍କ ପାଖରେ ଆଉ କିଛି ବି ଉପାୟ ନଥିଲା। ଶେଷରେ ଜଣକ ପରେ ଜଣେ ଏମିତି 7 ଜଣ ପିଲା ଲିଜାଙ୍କୁ ଦେଖିବାକୁ ଆସି ପ୍ରଶ୍ନର ସମ୍ମୁଖୀନ ହେଲେ ସତ, କିନ୍ତୁ କିଏ ବି ତାଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇପାରିଲେନି। ବାପାଙ୍କର ଚିନ୍ତା ବଢୁଥିଲା। ପ୍ରତିଦିନ ସେ ମନ୍ଦିର ଯାଇ ଠାକୁରଙ୍କ ଆଗରେ ଗୁହାରି ଜଣେଇ ଆସୁଥିଲେ। କିଛି ଦିନ ପରେ 8ମ ପିଲା ଆସିଲା ଦେଖିବାକୁ। ତାଙ୍କୁ ବି ସମାନ ପ୍ରଶ୍ନ ପଚାରିଲେ ଲିଜା। ସେ ପିଲା 2ଟି ପ୍ରଶ୍ନର ଉତ୍ତର ପୁରା ସଠିକ ଦେଲେ। ହେଲେ ଯେତେବେଳେ 3ୟ ପ୍ରଶ୍ନ ଶୁଣିଲେ, ତେବେ କଣ ଥିଲା ସେ ପ୍ରଶ୍ନ? ଆଉ ସେ ପିଲା ସହିତ ଲିଜାଙ୍କର ବିବାହ ହେଲା କି ନା? କାହିଁକି ଲିଜାଙ୍କର ବିବାହ 2020 ମସିହାରେ କଟକରେ ଚର୍ଚ୍ଚା ସୃଷ୍ଟି କରିଥିଲା? ଏହା ଏକ ଏମିତି କାହାଣୀ, ଶୁଣିଲେ ଆପଣ ବି। ତେଣୁ କାହାଣୀକୁ ପୁରା ଦେଖନ୍ତୁ ଆଉ ଭିଡିଓକୁ ଲାଇକ୍ ସେୟାର କରିଦିଅନ୍ତୁ। ଯେଉଁମାନେ କମେଣ୍ଟରେ ନାଁ ସହିତ ଜାଗା ନାଁ ଲେଖିବେ ସେମାନଙ୍କର ନାଁ ପରବର୍ତ୍ତୀ ଭିଡିଓରେ ଘୋଷଣା ହେବ। କଟକରେ ଜୀବନ ବାବୁ ନିଜ ପରିବାର ସହିତ ରହୁଥିଲେ। 2 ଝିଅ ଓ ଗୋଟିଏ ପୁଅ ଆଉ ପତ୍ନୀଙ୍କୁ ନେଇ ତାଙ୍କର ସଂସାର ଚାଲିଥିଲା। ଲିଜା ଥିଲେ ବଡ। ଏହା ଭିତରେ ତାଙ୍କର ରେଭେନ୍ସାରେ ଗ୍ରାଜୁଏସନ ସରିଥିଲା ଆଉ ସେ ପିଜି କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ଜୀବନ ବାବୁ ଲିଜାଙ୍କର ବିବାହର ଚିନ୍ତା କରୁଥିଲେ। କାରଣ ମଧ୍ୟବିତ୍ତ ପରିବାରରେ ଝିଅର ବିବାହକୁ ନେଇ ବାପାଙ୍କ ମନରେ ବଡ ଚିନ୍ତା ଥାଏ। କିନ୍ତୁ ଲିଜା ବିବାହକୁ ନେଇ ସେତେ ସିରିୟସ ନଥିଲେ। ତେଣୁ ସେ ବାପାଙ୍କ କଥାକୁ ଟାଳି ଆସୁଥିଲେ। ଏହାକୁ ନେଇ ବାପା ଓ ଝିଅଙ୍କ ଭିତରେ ଅସନ୍ତୋଷ ବି ବଢୁଥିଲା। ଯେତେବେଳେ ଜୀବନ ବାବୁ ଲିଜାଙ୍କର ମନୋବୃତ୍ତିକୁ ନେଇ ପୁରା ରାଗିଗଲେ, ଲିଜା ବାହା ହେବା ପାଇଁ ରାଜି ହୋଇଗଲେ ସତ, କିନ୍ତୁ କିଛି ସର୍ତ୍ତରେ। ସର୍ତ୍ତ ଥିଲା କି ଯେଉଁ ପୁଅ ତାଙ୍କର ମାତ୍ର 3ଟି ପ୍ରଶ୍ନର ଉତ୍ତର ଦେଇପାରିବ ସେ ତାକୁ ହିଁ ବିବାହ କରିବେ। ବାପା ଭାବିଲେ କି ସେ ଯାହା ବି ହେଉ ଲିଜାର ବିବାହ କରିଦେବି। ସେହି ସର୍ତ୍ତରେ ସେ ରାଜି ହୋଇଗଲେ ଆଉ ପୁଅ ଦେଖିବା ଆରମ୍ଭ କରିଦେଲେ। ପୁଅ ଲିଜାଙ୍କୁ ଦେଖିବା ସହିତ କଥା ହୋଇସାରିବା ପରେ ଲିଜା ସେମାନଙ୍କୁ ପ୍ରଶ୍ନ କରିବା ଆରମ୍ଭ କରୁଥିଲେ। ପ୍ରଥମ ପ୍ରଶ୍ନ ଥିଲା କି ତମେ ତମ ଜୀବନରେ କେତେ ଜଣଙ୍କ ସହିତ ସମ୍ପର୍କ ଗଢିପାରିଛ? ସମସ୍ତେ ଅଲଗା ଅଲଗା ଉତ୍ତର ଦେଉଥିଲେ। କିଏ କହୁଥିଲେ ମୋ ଜୀବନରେ 3 ଜଣ ଆସିଛନ୍ତି, ଆଉ କିଏ କହୁଥିଲେ ମୁଁ କାହା ସହିତ ବି ସମ୍ପର୍କ ରଖିନି। ତେବେ ଦ୍ୱିତୀୟ ପ୍ରଶ୍ନ ରହିଥିଲା କି ପ୍ରତିଦିନ ସ୍ତ୍ରୀଙ୍କ ଠାରୁ ସ୍ୱାମୀ କଣ ଚାହିଁଥାନ୍ତି? ଏହି ପ୍ରଶ୍ନର ସଠିକ ଉତ୍ତର ବି କେହି ଦେଇପାରୁନଥିଲେ ଆଉ ଫେଲ ହୋଇଯାଉଥିଲେ। ତୃତୀୟ ପ୍ରଶ୍ନ କରୁଥିଲେ କି ମୋର ଏମିତି ପିଲା ଦରକାର ଯିଏକି ଥରେ ଯଦି ବସିଗଲା ପରେ ସିଧା କାମ ସାରି ହିଁ ଛିଡା ହୁଏ। ଏହି 3ଟି ପ୍ରଶ୍ନ ଲିଜା ସମସ୍ତଙ୍କୁ ପଚାରୁଥିଲେ। ହେଲେ ଜଣକ ପରେ ଜଣେ କେହି ବି ଏହି ପ୍ରଶ୍ନର ଉତ୍ତର ଦେଇପାରୁନଥିଲେ। ଫଳରେ ଲିଜାଙ୍କ ବିବାହ ବି ବିଳମ୍ବ ହେଉଥିଲା ଆଉ ଏଥିରେ ଜୀବନ ବାବୁ ପୁରା ରାଗି ଯାଉଥିଲେ। ହେଲେ ତାଙ୍କର ବି କିଛି ଚାରା ନଥିଲା। କାରଣ ଲିଜା ପୁରା ଜିଦରେ ଥିଲେ କି ଯିଏ ଏସବୁ ପ୍ରଶ୍ନର ଉତ୍ତର ଦେଇପାରିବ ତାକୁ ହିଁ ବାହା ହେବି, ନହେଲେ ନାହିଁ। ଜୀବନ ବାବୁ ପୁଅ ଖୋଜି ଖୋଜି ନୟାନ୍ତ ହୋଇସାରିଥିଲେ। ଶେଷରେ ତାଙ୍କର ଜଣେ ଦୂର ସମ୍ପର୍କୀୟ ଜଣେ ପୁଅର ପ୍ରସ୍ତାବ ଦେଲେ ଆଉ ସେ ପିଲା ପୁରା ଚାଲାକ ଚତୁର ବୋଲି ଜୀବନ ବାବୁଙ୍କୁ ଜଣାଇଦେଲେ। ଜୀବନ ବାବୁଙ୍କୁ ଟିକେ ଆଶା ଦେଖାଦେଲା। ଉଭୟଙ୍କ ଭିତରେ ପରିଚୟ ଦିଆନିଆ ଠାରୁ ଆରମ୍ଭ କରି କଥାବାର୍ତ୍ତା ସରିଲା। ସେ ପୁଅ ବି କିଛି କମ ନଥିଲେ। ତାଙ୍କ ନାଁ ଥିଲା ରାଜୁ। ସେ ଭଲ ଦରମାରେ ଚାକିରି କରୁଥିଲେ। ସେ ବି ଜାଣିଥିଲେ କି ଲିଜା ତାଙ୍କୁ କିଛି ପ୍ରଶ୍ନ ପଚାରିବେ।
ତେଣୁ ସେ ମାନସିକ ଭାବରେ ପ୍ରସ୍ତୁତ ହୋଇ ଆସିଥିଲେ। ନିର୍ଦ୍ଦିଷ୍ଟ ଦିନ ରାଜୁ ଲିଜାଙ୍କୁ ଦେଖିବାକୁ ଆସିଲେ। ଲିଜା ଓ ତାଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହେଲା। ଲିଜା ତାଙ୍କ ପ୍ରଶ୍ନ ପଚାରିବା ଆରମ୍ଭ କଲେ। ହେଲେ ରାଜୁ କହିଦେଲେ କି ଠିକ ଅଛି, ମୁଁ ତମର ସବୁ ପ୍ରଶ୍ନର ଉତ୍ତର ଦେବି, କିନ୍ତୁ ମୋର ବି ଗୋଟିଏ ସର୍ତ୍ତ ଅଛି। ଲିଜା ପଚାରିଲେ କି କଣ ସର୍ତ୍ତ? ସେ କହିଲେ, ଯଦି ମୁଁ ତମର ପ୍ରଶ୍ନର ସଠିକ ଉତ୍ତର ଦେଇଦେବି ତାହେଲେ ତମେ ସାରା ଜୀବନ ମୋ ଅନୁସାରେ ରହିବ। ମୁଁ ତମକୁ ଯେମିତି ବି ରଖିବି ତମେ ସେମିତି ରହିବ। ଯଦିଓ ମୋ ପାଖରେ ଟଙ୍କା ପଇସାର ଅଭାବ ନାହିଁ, ତେବେ ବି ତମେ ମୋ ଅନୁସାରେ ଚଳିବ। ଲିଜା ଟିକେ ଭାବିବା ପରେ ହଁ କରିଦେଲେ ଆଉ କହିଲେ କି ଠିକ ଅଛି, ପ୍ରଥମେ ମୁଁ ତମ ସହିତ ଗୋଟିଏ ରାତି ବିତେଇବାକୁ ଚାହୁଁଛି, ତାପରେ ଯାଇ ତମକୁ ସବୁ ପ୍ରଶ୍ନ କରିବି। ରାତି କଥା ଶୁଣି ରାଜୁ ଯେମିତି ଚମକି ପଡ଼ିଲେ, କାରଣ ସେ ଜାଣିନଥିଲେ କି ଲିଜା ଏମିତି ବି ସର୍ତ୍ତ ରଖିବେ। ଆଉ ସେ ଲିଜା ପରି ଝିଅକୁ ବି ଛାଡିବାକୁ ଚାହୁଁନଥିଲେ, କାରଣ ଲିଜା ଦେଖିବାକୁ ଯେମିତି ସୁନ୍ଦର ଥିଲେ ସେମିତି ସ୍ମାର୍ଟ ବି ଥିଲେ। ସମୟ ସହିତ ତାଳ ଦେଇ ଚାଲିବା ପିଲା ଥିଲେ। ଏମିତି ଜୀବନସାଥୀ ଥିଲେ ଜୀବନ ଖୁବ୍ ଭଲରେ କଟିବ ବୋଲି ରାଜୁ ଜାଣିଥିଲେ। ଲିଜାଙ୍କ ସର୍ତ୍ତ ଥିଲା କି ରାତି କଥା ଯେମିତି କେହି ବି ଜାଣିବେନି। ଟିକେ ଭାବିବା ପରେ ରାଜୁ ରାଜି ହୋଇଗଲେ। 2 ଦିନ ପରେ ହୋଟେଲ ଠିକ ହେଲା। ରାଜୁ ଠିକ ସମୟରେ ପହଞ୍ଚିଗଲେ ଆଉ ଲିଜା ବି ବୋହୂ ବେଶରେ ସଜେଇ ହୋଇ ତାଙ୍କୁ ସେ ହୋଟେଲରେ ଅପେକ୍ଷା କରିଥିଲେ। ଯେମିତି ରାଜୁ ଲିଜାଙ୍କୁ ବଧୂ ବେଶରେ ଦେଖିଛନ୍ତି ତାଙ୍କୁ ଟିକେ ଝଟକା ଲାଗିଲା, କାରଣ ସେ ଲିଜାଙ୍କୁ ଜମା ବି ବୁଝିପାରୁନଥିଲେ। ଲିଜା ପ୍ରକୃତରେ କଣ କରିବାକୁ ଚାହୁଁଛନ୍ତି ସେ ଦ୍ୱନ୍ଦ୍ୱରେ ଥିଲେ। ଜଣେ ଝିଅ କିପରି ଜଣେ ପୁଅ ସହିତ ଏମିତି କରିପାରିବ, ସେ ନେଇ ସେ ଚିନ୍ତାରେ ପଡିଯାଇଥିଲେ। ତ ଦର୍ଶକ ବନ୍ଧୁ, କାହାଣୀ ପୁରା ଇଣ୍ଟରେଷ୍ଟିଂ ହେବାକୁ ଯାଉଛି। ଆପଣ ଭିଡିଓକୁ ପୁରା ଦେଖନ୍ତୁ, ଜାଣିପାରିବେ ଲିଜା କାହିଁକି ଗୋଟିଏ ରାତି ରାଜୁ ସହିତ ବିତେଇବାକୁ ଚାହୁଁଥିଲେ। ଜାଣିଲେ ଆପଣ ବି ଚକିତ ହୋଇଯିବେ। ଭିଡିଓ ଶେଷରେ କିଏ ଜିତୁଛି ଆଉ କିଏ ହାରୁଛି ଆପଣ ଜାଣିପାରିବେ। ରାଜୁ ସେ ରୁମରେ ପହଞ୍ଚିକି ଲିଜାଙ୍କୁ ଦେଖି ଯେମିତି ଆଶ୍ଚର୍ଯ୍ୟ ହୋଇଗଲେ। ସେ ରୁମରେ ଗୋଟିଏ ବେଡ୍ ଥିଲା, ନାଇଟ୍ ଲ୍ୟାମ୍ପ ଲାଗିଥିଲା। ରାଜୁ ଯାଇ ବେଡ୍ ପାଖରେ ଛିଡା ହୋଇଗଲେ। ଲିଜା ତାଙ୍କୁ ବେଡ୍ ଉପରେ ବସିବାକୁ କହିଲେ। ରାଜୁ ବସିବା ପରେ ଆରମ୍ଭ ହେଲା ପ୍ରଶ୍ନ ପଚାରିବା କାର୍ଯ୍ୟ। ଲିଜା କହିଲେ, ପ୍ରଥମ ପ୍ରଶ୍ନର ଉତ୍ତର ଦେଇ ନ ପାରିଲେ ତମକୁ ହୋଟେଲ ଛାଡିକି ଯିବାକୁ ପଡିବ। ସେଠୁ ସେ ରାଜୁଙ୍କୁ ପଚାରିଲେ କି ଆଜି ପର୍ଯ୍ୟନ୍ତ ତମେ କେତେ ଜଣଙ୍କ ସହିତ ସମ୍ପର୍କ ରଖିଛ? ଶୁଣିକି ରାଜୁ ହସିଲେ ଆଉ କହିଲେ କି ତମ ମନ କେବଳ ପୁଅଙ୍କୁ ଭ୍ରମିତ କରିବା ପାଇଁ ଚାହୁଁଛି। ଆଜି ଯାଏଁ ଯେତେ ଲୋକ ବି ମୋ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କ ସହିତ ସମ୍ପର୍କ ରଖିଛି। ଲିଜା ପଚାରିଲେ, ଏମିତି କେମିତି ହୋଇପାରିବ? ରାଜୁ କହିଲେ କି ସେ ଛୋଟ ହୁଅନ୍ତୁ କି ବଡ, ମୁଁ ସମସ୍ତଙ୍କ ସହିତ ସମ୍ପର୍କ ରଖିଛି। ଲିଜା ବ୍ୟସ୍ତ ହୋଇ କହିଲେ, କଣ କଣ କହିଯାଉଛ ତମେ? ଏଇଟା କେମିତି ସମ୍ଭବ? ସେଠୁ ରାଜୁ କହିଲେ କି ହଁ, ମୁଁ କାହାକୁ ବି ବ୍ୟବହାର ଖରାପ କରେନି। ମୁଁ ଯାହା ସହିତ ବି ମିଶେ ସମସ୍ତଙ୍କ ସହିତ ସମ୍ପର୍କ ରଖିବାକୁ ଚେଷ୍ଟା କରେ। ମୋ ବ୍ୟବହାର ପାଇଁ ସମସ୍ତେ ମତେ ଭଲ ପାଇଯାଆନ୍ତି। ତେଣୁ ସେ ଭାଇ ହୁଅନ୍ତୁ କି ଭଉଣୀ କି ସାଙ୍ଗ କି ବୟସ୍କ, ସମସ୍ତେ ମତେ ଭଲ ପାଆନ୍ତି ଆଉ ସେମାନଙ୍କ ସହିତ ମୁଁ ଭଲରେ ମିଶିଯାଏ। ରାଜୁଙ୍କର ଏମିତି ଚାଲାକ ଉତ୍ତର ଶୁଣି ଲିଜା ବି ଚୁପ୍ ହୋଇଗଲେ। ପୁଣି ଦ୍ୱିତୀୟ ପ୍ରଶ୍ନ ପଚାରିଲେ କି ପ୍ରତିଦିନ ସ୍ତ୍ରୀ ସ୍ୱାମୀଙ୍କ ଠାରୁ କଣ ଚାହେଁ? ରାଜୁ କହିଲେ, ଇଏ କି ପ୍ରଶ୍ନ? ସ୍ତ୍ରୀ ସବୁବେଳେ ସ୍ୱାମୀ ଠାରୁ ଭଲ ପାଇବା ଚାହେଁ, ନା କି ରାଗ। ଅର୍ଥାତ୍ ସ୍ତ୍ରୀ ଚାହେଁ କି ତାର ପ୍ରତ୍ୟେକ କଥାରେ ସ୍ୱାମୀ ନ ରାଗି ତାକୁ ଅଧିକରୁ ଅଧିକ ଭଲ ପାଉ। ଏମିତି କଲେ ସେ ସଂସାରର ରଥ ଠିକରେ ଚାଲିଥାଏ। ଆଉ ଏଇଟା ପ୍ରତି ଝିଅର ସ୍ୱପ୍ନ ଥାଏ। ରାଜୁଙ୍କ ଉତ୍ତରରେ ଲିଜା ବି ଖୁସି ହୋଇଗଲେ। ସେଠୁ ରାଜୁ ପଚାରିଲେ କି ଏବେ ତୃତୀୟ ପ୍ରଶ୍ନ ପଚାର। ଲିଜା କହିଲେ କି ମତେ ଏମିତି ପୁଅ ଦରକାର ଯିଏକି ଥରେ ବସିଯିବା ପରେ ପୁରା କାମ ସାରିକି ହିଁ ଉଠେ। କଣ ସେଇଟା କୁହ? ରାଜୁ ଟିକେ ଚିନ୍ତା କଲେ। ସେ ବି କମ୍ ଚାଲାକ ନଥିଲେ। ସାଙ୍ଗେ ସାଙ୍ଗେ କହିଲେ କି କୌଣସି କାମ ଯଦି ଆରମ୍ଭ କରିବ ତାହେଲେ ତାକୁ ସାରିକି ହିଁ ଅନ୍ୟ କାମରେ ମନ ଦେବ। ଅର୍ଥାତ୍ ନିଜ ଲକ୍ଷ୍ୟ ପ୍ରତି ଏକନିଷ୍ଠ ହୋଇ ରହିଲେ
ଜଣଙ୍କର ସଫଳତା ନିଶ୍ଚୟ। ଆଉ ସେପରି ପୁଅ ତମକୁ ପସନ୍ଦ, କାରଣ ସେମିତି ପୁଅ ତାଙ୍କ ଜୀବନରେ ସବୁବେଳେ ଜିତିଥାନ୍ତି ଆଉ କୌଣସି କଥାରେ ହାର ମାନି ନଥାନ୍ତି। ଶୁଣିକି ତ ଲିଜା ପୁରା ଖୁସି ହୋଇଯିବା ସହିତ ସେ ରାଜୁଙ୍କ କଥାରେ ବି ପୁରା ଇମ୍ପ୍ରେସ ହୋଇଗଲେ। ଆଉ ଖୁସି ହୋଇ କହିଲେ କି ତମେ ମୋର ଯୋଗ୍ୟ ସ୍ୱାମୀ ହୋଇପାରିବ। ମୁଁ ବାହା ହେବି ତ ତମକୁ ବାହା ହେବି। ଆଉ ଏବେ ତମେ ମୋ ସହିତ ଯାହା ବି କରିପାରିବ, କାରଣ ମୁଁ ଏବେଠାରୁ ହିଁ ତମର ଦାସତ୍ୱ ସ୍ୱୀକାର କରୁଛି। ତମ ପାଖରେ ମୁଁ ନିଜକୁ ସମର୍ପି ଦେଉଛି। ହେଲେ ରାଜୁ କହିଲେ କି ଠିକ ଅଛି, ମୁଁ ଯଦି ତମ ସହିତ ଏବେ କିଛି କରିକି ଛାଡ଼ିଦେବି ତାହେଲେ କଣ ହେବ ଜାଣିପାରୁଛ ତ? ଜଣେ ଝିଅର ଚରିତ୍ର ହିଁ ତାର ସବୁ କିଛି। ତେଣୁ ତମେ ପୁରାପୁରି ଉତ୍ସାହିତ ହେବା ଆଦୌ ଠିକ ନୁହେଁ। ତମେ ଏବେ ମୋର ବି 3ଟି ପ୍ରଶ୍ନର ଉତ୍ତର ଦିଅ। ଯଦି ଉତ୍ତର ଦେଇପାରିବ ତାହେଲେ ମୁଁ ତମକୁ ବିବାହ କରିବି, ନହେଲେ। ସେଠୁ ଲିଜା କହିଲେ କି ଠିକ ଅଛି, ପଚାର। ରାଜୁ କହିଲେ କି ମୋତେ ଏମିତି ଝିଅ ଦରକାର ଯିଏକି ଶୋଇପଡ଼ିବା ପରେ ଆଉ ଉଠେ ନାହିଁ। କଣ ଏହାର ଅର୍ଥ? ଲିଜାଙ୍କ ମୁଣ୍ଡ ଟିକେ ଗୋଳମାଳ ହୋଇଗଲା। କହିଲେ ଏଇଟା କେମିତିକା ପ୍ରଶ୍ନ? ପୁଣି ଟିକେ ସମୟ ଭାବିବା ପରେ କହିଲେ କି କୌଣସି ସ୍ତ୍ରୀ ଶୋଇବା ଆଗରୁ ଅର୍ଥାତ୍ ବିଶ୍ରାମ ନେବା ଆଗରୁ ଘର କାମ ସାରିକି ହିଁ ଶୋଇଲେ ତାକୁ ସମସ୍ତେ ଭଲ କୁହନ୍ତି। ଅର୍ଥାତ୍ ସେ ଶାଶୁ ଘରେ ଯଦି ସମସ୍ତଙ୍କ କଥା ବୁଝି ସାରିବା ପରେ ନିଜେ ବିଶ୍ରାମ ନିଏ ତାହେଲେ ତାକୁ ସମସ୍ତେ ଭଲ ବୋଲି କୁହନ୍ତି। ପୁଣି ରାଜୁ ପଚାରିଲେ କି ରାତିରେ ଶୋଇବା ସମୟରେ ସ୍ତ୍ରୀକୁ ସ୍ୱାମୀ କଣ କହିଥାଏ? ଲିଜା କହିଲେ କି ସ୍ୱାମୀ ତାର ସ୍ତ୍ରୀକୁ ଢେର ସାରା ଧନ୍ୟବାଦ ଦେଇଥାଏ ଆଉ କହିଥାଏ ଯେ ମୋ ଅନୁପସ୍ଥିତିରେ ତମେ ମୋ ପରିବାରର ସବୁ ସଦସ୍ୟଙ୍କର ଖୁବ୍ ଭଲରେ ଯତ୍ନ ନେଉଥିବାରୁ ବହୁତ ବହୁତ ଧନ୍ୟବାଦ। ରାଜୁ କହିଲେ ଠିକ କଥା। ପୁଣି ରାଜୁ ତୃତୀୟ ପ୍ରଶ୍ନ ପଚାରିଲେ କି ସନ୍ଧ୍ୟାବେଳେ ସ୍ୱାମୀ ତାର ସ୍ତ୍ରୀକୁ କଣ ଦେଇଥାଏ? ଶୁଣିକି ଲିଜା ଟିକେ ହସିଦେଲେ ଆଉ କହିଲେ କି ଯେତେବେଳେ ସ୍ୱାମୀ ତା ସ୍ତ୍ରୀ ସହିତ ସନ୍ଧ୍ୟାରେ ଏକାକୀ ବସିଥାଏ ସବୁବେଳେ ଭଲ ଭଲ ଉପଦେଶ ଦେଉଥାଏ, ସ୍ତ୍ରୀକୁ ଖୁସି କଲା ପରି ଭଲ ଭଲ କଥା କହିଥାଏ। ଶୁଣିକି ରାଜୁ ବି ଖୁସି ହୋଇଗଲେ। ଏମିତି କଥା କଥାରେ ରାତି ବିତିଗଲା ଆଉ ଭୋର 4ଟା ବାଜି ସାରିଥିଲା। ସକାଳ ହେବା ପରେ ଦୁହେଁ ଦୁହିଁଙ୍କ ଘରକୁ ଫେରିଲେ ଆଉ ପରଦିନ ହିଁ ଲିଜା ବାପାଙ୍କୁ ରାଜୁ ପସନ୍ଦ ବୋଲି ଜଣାଇଦେଲେ। ବାପା ବି ଖୁସି ହୋଇଗଲେ କି ଶେଷରେ ତାଙ୍କ ଝିଅ କାହାକୁ ପସନ୍ଦ କରିଛି ବୋଲି। ତ ଦର୍ଶକ ବନ୍ଧୁ, ଯେତେବେଳେ ବିବାହ ପାଇଁ ପୁଅ ଝିଅ ମନରେ କେତେ କଣ ପ୍ରଶ୍ନ ଉଠିଥାଏ, ହେଲେ ସେମାନଙ୍କ ପ୍ରଶ୍ନର ଉତ୍ତର ସେମାନଙ୍କୁ ମିଳେନି। ବା ଆଜିର ରକ୍ଷଣଶୀଳ ସମାଜରେ ପୁଅ ଝିଅଙ୍କୁ ସେମିତି ସ୍ୱାଧୀନତା ମିଳେନି ପରସ୍ପରକୁ ଜାଣିବା ପାଇଁ, ଯାହାଫଳରେ ଅନେକ କ୍ଷେତ୍ରରେ ସେମାନଙ୍କର ପାରିବାରିକ ଜୀବନ ମଧୁର ହୋଇପାରେନି। ହେଲେ ଲିଜା ଓ ରାଜୁ ଖୁବ୍ ଚାଲାକ ଥିଲେ। ମାତ୍ର 3ଟି ପ୍ରଶ୍ନ ଦ୍ୱାରା ପରସ୍ପରର ପ୍ରକୃତି ଓ ଆଭିମୁଖ୍ୟ ଜାଣିସାରିଥିଲେ, ଯାହାକି ତାଙ୍କ ଭବିଷ୍ୟତ ଜୀବନକୁ ସୁନ୍ଦର କରିପାରିଛି। ଏବେ ସେମାନେ ଖୁବ୍ ପ୍ରତିଷ୍ଠିତ ହୋଇପାରିଛନ୍ତି, ସେମାନେ ଖୁବ୍ ଭଲରେ ଅଛନ୍ତି। ତ କାହାଣୀ କେମିତି ଲାଗିଲା? ପ୍ରକୃତରେ ବିବାହ ପାଇଁ ପୁଅ ଝିଅ ପରସ୍ପରକୁ ନିହାତି ଜାଣିବା ଦରକାର କି ନା? କମେଣ୍ଟ ବକ୍ସରେ ମତ ଦେବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ବେଲ୍ ଆଇକନକୁ ଅନ୍ କରିବାକୁ ଭୁଲିବେନି। ଆମେ ଆପଣଙ୍କ ସହିତ ଫେସବୁକରେ ବି ଯୋଡ଼ି ହେବାକୁ ଚାହୁଁଛୁ, ତେଣୁ ଆମ ଫେସବୁକ ପେଜକୁ ବି ଫଲୋ କରିଦେବେ। ଏବେ ଯେଉଁମାନେ ଗତ ଭିଡିଓକୁ ସମ୍ପୂର୍ଣ୍ଣ ଦେଖି ଲାଇକ୍ ସେୟାର ଓ କମେଣ୍ଟ କରିଛନ୍ତି ସେମାନଙ୍କର ନାଁ ଘୋଷଣା କରିବାର ପାଳି। ସେମାନେ ହେଲେ ମାନସୀ ସ୍ୱାଇଁ ଓ ପ୍ରଶାନ୍ତ ସ୍ୱାଇଁ ଜଗତସିଂହପୁର, କମ୍ଭୁପାଣି ପ୍ରଧାନ ବୌଦ୍ଧ, ଯଶବନ୍ତ ରକ୍ସ ସୁନ୍ଦରଗଡ଼, ବାଳୁଙ୍ଗା ଟୋକା କଟକ, ସବିତା ସାହୁ ଝାରସୁଗୁଡ଼ା, ଦେବରଞ୍ଜନ ପଢିଆରୀ, ରଞ୍ଜିତ ସାହୁ, ଉଲ୍ଲାସ ମାଝୀ ନୟାଗଡ଼, ପଞ୍ଚାନନ ମୁନି, ନିରୋଧ କୁମାର ଶତପଥୀ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଶା କରୁଛି ଆମ ଷ୍ଟୋରି ପରିବାରର ଅଂଶବିଶେଷ ହୋଇ ଏମିତି ଆମ ସହିତ ଯୋଡ଼ି ହୋଇ ରହିବେ।